ଏକ ସମୟର କଥା। ଦୂର ଜଙ୍ଗଲରେ ବାଘ, ବିଲୁଆ ଓ ଭାଲୁ ନାମର ତିନୋଟି ବନ୍ଧୁ ବୁଲୁଥିଲେ। ସେମାନେ ଏକାଠି ଖାଉଥିଲେ, ଖେଳିବା ଓ ହସିବା ମଜା କରୁଥିଲେ। ତେବେ ସେମାନେ ସବୁବେଳେ ମିଳିତ ମତ ରହୁନଥିଲେ। ଦିନେ ବାଘ କହିଲା, ମୁଁ ଜଙ୍ଗଲର ସବୁଠୁ ଶକ୍ତିଶାଳୀ ଜନ୍ତୁ। ମୋ ଭୟରେ ସବୁ ଜନ୍ତୁ କମ୍ପା ଯାଆନ୍ତି। ତେଣୁ ମୋତେ ନେତା କରିଦିଅ। ଭାଲୁ କହିଲା, ବାପା, ମୋ ଶକ୍ତି ଥିଲେ ସବୁ କିଛି ହୁଏନି। ମୋ ବୁଦ୍ଧିରେ ଚତୁର। ଯେଉଁଠି ଶକ୍ତି ହାରିଯାଏ, ଶିକ୍ଷିତ ବୁଦ୍ଧି ସେଠି କାମ କରେ। ବିଲୁଆ ଭିତରୁ କହିଲା, ଆଉ ମୁଁ ତ ଚାଲାକ ଓ ତେଜ। ମୋର ଚପଲତା ସହିତ କେହି ମୁକାବିଲା କରିପାରିବେ ନାହିଁ। ତିନି ଜଣ ଆପସରେ ବାଦବିବାଦ କଲେ, କିଏ ସବୁଠୁ ଶ୍ରେଷ୍ଠ। ଯେତେବେଳେ ଆଉ ଏକ ପାଖରେ ବୁଢା ଗଜପତି ହାତୀ ବସୁଥିଲା, ସେ ସବୁ ଶୁଣିଲା ପରେ କହିଲା, ଯଦି ତୁମେମାନେ ଜାଣିବାକୁ ଚାହୁଁଛ କିଏ ସବୁଠୁ ଶ୍ରେଷ୍ଠ, ତେବେ ଏକ ପରୀକ୍ଷା କର। ମୁଁ ତିନୋଟି ଚିନ୍ତାପ୍ରଦ ଦୁଃସାଧ୍ୟ କାମ ଦେବି। ଯିଏ ତାହା ସଫଳ ଭାବେ କରିପାରିବ, ସେହି ଶ୍ରେଷ୍ଠ। ପ୍ରଥମ କାମ ହେଲା ଜଙ୍ଗଲରୁ ସବୁଠୁ ଉଚ୍ଚ ଗଛ ମାଞ୍ଜୁ ଫଳ ଆଣିବା। ବିଲୁଆ ଦେଖିଲା, ସେ ଚମ୍ପଟ ଗଛ ଚଢ଼ିଗଲା। ତେବେ ଗଛ ଏତେ ଉଚ୍ଚ ଥିଲା ଯେ ଏକ ଶିଖାରେ ପହଞ୍ଚି ପାରିଲେ ନାହିଁ। ଭାଲୁ ଚେଷ୍ଟା କଲା, ତେବେ ସେ ଗଛରେ ଚଢ଼ି ପାରିଲା ନାହିଁ। ଗଜପତି କହିଲେ, ବାଘ ଦ୍ରୁତ ଉଦ୍ୟମରେ ଗଛ ଚଢ଼ି ଫଳ ଆଣିଦେଲେ। ପ୍ରଥମେ ପରୀକ୍ଷା ବାଜି ଜିତିଗଲା। ଦ୍ୱିତୀୟ କାମ, ଜଳ ଥିବା ଅତି ଗଭୀର ଗୁହା ଭିତରରୁ ମୂଲ୍ୟବାନ ହୀରା ଆଣିବା। ଭାଲୁ ଚେଷ୍ଟା କଲା, ସେ ଭଲ ଜଳସାର ଥିଲା ଗୁହାରେ ପଶି ହୀରା ଦେଖି ଆଣିଲା। ବିଲୁଆ ବି ଯିବାକୁ ଚେଷ୍ଟା କଲା, ତେବେ ଜଳ ଅଧିକ ଥିବାରୁ ସେ ଭୟ ପାଇଗଲା। ବାଘ ଯାଇପାରିଲେ ନାହିଁ, କାରଣ ସେ ଜଳ ଭୟ କରେ। ଏହି ପରୀକ୍ଷା ଭାଲୁ ଜିତିଲା। ତୃତୀୟ କାମ ହେଲା ଜଳରେ ଶେଷ ଅଞ୍ଚଳରୁ ଏକ ଧାରା କଟି ଜଳ ଆଣି ଜୀବ ରକ୍ଷା କରିବା। ବିଲୁଆ ଚପଲ ଥିଲା। ସେ ଦ୍ରୁତ ଗତିରେ ରାଧାକଟି ଆଣିଦେଲା। ଜଳ ଏବଂ ଏକ ତଲାବରେ ରୂପାଲି, ଯାହାରେ ଅନ୍ୟ ଜନ୍ତୁମାନେ ଜଳ ପିଇ ପାରିବେ। ଏହିପରେ ଗଜପତି କହିଲା, ବୁଝିଲେନି, ତିନି ଜଣ ତିନି ଭିନ୍ନ ଗୁଣରେ ଶ୍ରେଷ୍ଠ। ଯଦି ଏହି ଗୁଡ଼ିକୁ ଏକ ସାଥୀ ମିଶାଇଯାଏ, ତେବେ ସେଇଠି ସବୁଠୁ ଶ୍ରେଷ୍ଠତା ଥାଏ। ସେହିଠାରୁ ବାଘ, ବିଲୁଆ ଓ ଭାଲୁ ଅନ୍ତ ଏକାଥିରେ ମନ ଦେଲେ, ମିଳି କାମ କଲେ। ଯେଉଁଠି ଅସମ୍ଭବ ସେଇଠି ସମ୍ଭବ ହୁଏ। ଗୋଟିଏ ଜଙ୍ଗଲରେ ଏକ ଭାଲୁ ଓ ଏକ ହାତୀ ରହୁଥିଲେ। ସେମାନେ ଦୁଇଜଣ ଭଲ ବନ୍ଧୁ ଥିଲେ। ଭାଲୁ ଛୋଟ ହେଲେ ମଧ୍ୟ ବହୁତ ଚତୁର ଓ ଚଞ୍ଚଳ ଥିଲା। ହାତୀ ହେଉଛନ୍ତି ଶାନ୍ତି, ବୁଦ୍ଧିମାନ ଓ ଶକ୍ତିଶାଳୀ ଥିଲା। ଗୋଟିଏ ଦିନ ଦୁଇଜଣ ବୁଲିବାକୁ ବାହାରିଲେ। ରାସ୍ତା ମଧ୍ୟରେ ଏକ ବୃକ୍ଷ ତଳେ ଅନେକ ଫଳ ଦେଖିଲେ। ଭାଲୁ କହିଲା, ଆରେ ବନ୍ଧୁ, ଆମେ ଏ ଫଳ ଗୁଡ଼ିକୁ ଖାଉଛୁ। ମୋତେ ବହୁତ ଜୋରରେ ଭୋକ ଲାଗିଲାଣି। ହାତୀ କହିଲା, ଠିକ୍ ଅଛି, କିନ୍ତୁ ଆଗରେ ଦେଖିବାକୁ ପଡ଼ିବ କିଏ ଖାଉଛି ଫଳ। ଆଉ ଏହି ବୃକ୍ଷ ଉପରେ ମୂର୍ଖ ବାନର ଥାନ୍ତି, ସେମାନଙ୍କୁ ରୁଷ୍ଟ ହୋଇପାରନ୍ତି। ଭାଲୁ କହିଲା, ମୁଁ ଡରୁନି। ଯିଏ ଆସୁଛି ମୁଁ ସେଇଠି ଗର୍ଜନ ଭୟ ଦେଇଛି। ସେ ଫଳ ତୁଳିବାକୁ ବୃକ୍ଷକୁ ଚଢ଼ିଗଲା। ହେଲେ ବୃକ୍ଷ ଉପର ଏକ ବଡ଼ ବାନର ଆସି ଭାଲୁଙ୍କୁ ଚାଟି ଦେଲେ। ଭାଲୁ ଭୂଇଁକୁ ପଡ଼ିଲା, ଦେହ ଦୁଃଖ ହେଲା। ହାତୀ ତାକୁ ଉଠାଇଲା ଓ କହିଲା, ଦେଖିଲୁ ବନ୍ଧୁ, ଅତି ଆତ୍ମବିଶ୍ୱାସ ବେଳେ ବେଳେ କଷ୍ଟ ଦିଏ। ବୁଦ୍ଧି ଓ ଧୈର୍ଯ୍ୟ ସହ ଚିନ୍ତା କଲେ ସବୁଠୁ ଲାଭ ମିଳିଥାଏ। ଭାଲୁ ଲଜ୍ଜିତ ହେଲା ଓ କହିଲା, ମୋର ତ୍ରୁଟି ପାଇଁ କ୍ଷମା କର। ଆଗାମୀରେ ମୁଁ ତୁମ ଉପଦେଶ ମାନିବି। ଏହି ଗପରୁ କ'ଣ ଶିଖିବାକୁ ପାଇଲା ପିଲାମାନେ? ଆତ୍ମବିଶ୍ୱାସ ଭଲ, କିନ୍ତୁ ଅତି ଆତ୍ମବିଶ୍ୱାସ କେବେ ବି କରିବା ନୁହଁ। ଶାନ୍ତି ଓ ବୁଦ୍ଧି ସହିତ ଚାଲିବା ଭଲ। ଏକ ଦିନ ଜଙ୍ଗଲରେ ବସୁଥିଲା ବାଘ ମାମୁଁ। ସେ ପ୍ରତିଦିନ ଶିକାର କରୁଥିଲେ, କିନ୍ତୁ ଏହି ଦିନ ତାକୁ କିଛି ମିଳିଲା ନାହିଁ। ସମସ୍ତେ ପଶୁ ଜଣ ଜଣ ଲୁଚି ଯାଇଥିଲେ, କାହିଁକିନା ବାଘ ମାମୁଁ ସବୁବେଳେ ତାଙ୍କୁ ଖାଇବାକୁ ପାଇଁ ଘୁରି ବୁଲୁଥିଲେ। ଏଭଳି ଦୁଃଖ ଦେଖି ବାଘ ମାମୁଁ ଭାବିଲେ, ମୁଁ ଏଭଳି ଜୀବନରେ ସୁଖ କିପରି ଦେବି? ସମସ୍ତେ ମୋତେ ଡର କରନ୍ତି, ମୋ ପାଖକୁ ଆସନ୍ତି ନାହିଁ। ମୁଁ ମିତ୍ର ବନେଇ ପାରିବି ନାହିଁ। ଖାଲି ଶିକାର ଓ ଏକା
ଲୋପନା। ସେ ଆଖି ଛୁଇଁ ଜଳ ଝରେଇଲେ ଓ ଗଛ ତଳେ ବସିଗଲା। ଏଇ ବେଳେ ଗୋଟିଏ ବିଲୁଆ ତାଙ୍କ ପାଖରେ ଆସି ପଚାରିଲା, ବାଘ ମାମୁଁ, ଆପଣ ଏଭଳି ଦୁଃଖ କାହିଁକି? ବାଘ ମାମୁଁ କହିଲେ, ମୁଁ ଏକା କାହା ସହ କଥା ହୁଏ ନାହିଁ। ସମସ୍ତେ ମୋତେ ଡରନ୍ତି। ମୁଁ ମିତ୍ର ଚାହିଁଲେ ଶିକାର ନୁହେଁ। ତେବେ ବିଲୁଆ ହସି କରି କହିଲା, ମିତ୍ର ବନିବାକୁ ହେଲେ ଆପଣଙ୍କ ମିତ୍ର ସଦୃଶ ଆଚରଣ କରିବାକୁ ପଡ଼ିବ। ଆପଣ ଯଦି ଆମ ସହ ଭଲ ହେବେ ଆମେ ମଧ୍ୟ ଆପଣଙ୍କ ମିତ୍ର ଭାବିବୁ। ଏକଥା ବାଘ ମାମୁଁକୁ ମନକୁ ଲାଗିଗଲା। ସେ ଦିନଠୁ ସେ ଆଉ କାହାକୁ ଶିକାର କଲେନି। ଜଙ୍ଗଲ ମଧ୍ୟରେ ତାଙ୍କୁ ଦେଖି ସମସ୍ତେ ଆଉ ଡରିଲେନି। ବାଘ ମାମୁଁ ଏବେ ଖୁସି ଥିଲା, କାରଣ ସେ ମିତ୍ର ବନେଇଥିଲେ। ଏହି ଗପରୁ ଆମେ କ'ଣ ଶିଖିବାକୁ ପାଇଲା ପିଲାମାନେ? ମିତ୍ରତା ପାଇଁ ଦୟା ଓ ଭଲ ବ୍ୟବହାର ଦରକାର। ଡର ଦେଖେଇଲେ ମିତ୍ର ମିଳେ ନାହିଁ। ଏହା ହେଉଛି ଏକ ଜଙ୍ଗଲର କାହାଣୀ। ଏଠାରେ ଗଛ ଉପରେ ଥିଲା ଏକ ମଜାକିଆ ମାଙ୍କଡ଼ ଓ ଗଛ ତଳେ ନଦୀ ମଧ୍ୟରେ ଥିଲା ଏକ ଚୁପଚାପ କିନ୍ତୁ ଚାଲାକ କୁମ୍ଭୀର। ମାଙ୍କଡ଼ ଗଛ ଉପରକୁ ଝୁଲି ଗାଇଲା, ଗାଉଛି, ଆହା, ଏଇ ଫଳ ଏତେ ମିଠା, ଦିନେ ଦିନେ ଖାଉଛି ମୋ ଶରୀର ଭଲ ରହୁଛି। କୁମ୍ଭୀର ତଳେ ଆସି ଦେଖିଲା ମାଙ୍କଡ଼ ଜାମୁକୋଳି ଖାଉଛି। କୁମ୍ଭୀର କହିଲା, ମାଙ୍କଡ଼ ଭାଇ, ତୁମେ ଯେଉଁ ଫଳ ଖାଉଛ ତାହା ଦେଖି ମୋ ଝିଅ ମୁହଁରେ ପାଣି ଆସି ଯାଉଛି। ଦୟାକରି ମୋ ପାଇଁ ମଧ୍ୟ ଗୋଟିଏ ଛାଡ଼ି ଦିଅ। ମାଙ୍କଡ଼ କହିଲା, ଆରେ ଏ ନିଅ ଭାଇ, ଖାଅ, ଏଉଁ ଫଳ ମିଠା ଅଛି। ଫଳ ଛାଡ଼ିଦିଏ କୁମ୍ଭୀର ନେଇ ତା ଝିଅକୁ ଖାଇବାକୁ ଦିଏ। ଏମିତି ବହୁତ ଦିନ ବିତିଗଲା। କୁମ୍ଭୀର ଓ ତାର ଝିଅ ସହ କଥାବାର୍ତ୍ତା ହେଲେ। କୁମ୍ଭୀର ଝିଅ କହିଲା, ବାପା, ମାଙ୍କଡ଼ ତ ଦିନେ ଦିନେ ଏଇ ମିଠା ଫଳ ଖାଉଛି। ତାର ହୃଦୟ କେତେ ମିଠା ନଥିବ। ମୋତେ ତାର ହୃଦୟ ଖାଇବାକୁ ମୋ ଇଚ୍ଛା ହୁଏ। କୁମ୍ଭୀର କହିଲା, ହଁ, ତୁ ଠିକ୍ କହୁଛୁ। ମୁଁ ତାଙ୍କ ପୋଷେଇ ଏବଂ ହୃଦୟ ନେଇ ଆସିବି। କୁମ୍ଭୀର ନଦୀ ପାଖରେ ଆସି କହିଲା, ମାଙ୍କଡ଼ ଭାଇ, ଆଜି ତୁମକୁ ମୋ ଘରେ ନେବାକୁ ମନ ହେଉଛି। ମୋ ଝିଅ ତୁମ ପାଇଁ ମିଠା ଖାଦ୍ୟ ତିଆରି କରିଛି। ମାଙ୍କଡ଼ କହିଲା, ହଉ ଠିକ୍ ଅଛି, କିନ୍ତୁ ମୁଁ କୋଉଠୁ ଯିବି? କୁମ୍ଭୀର କହିଲା, ଆରେ ମୋ ପିଠି ଉପରକୁ ଚାଲିଯା ନା, ମୋ ପିଠିରେ ବସାଇକି ନେଇଯିବି ତୋତେ। ଏମିତି କଥାବାର୍ତ୍ତା ହୋଇ ଚାଲିଗଲେ। ନଦୀର ମଝିରେ ଯାଇ କହିଲା, ଆରେ ସାଙ୍ଗ ମଜିଆ, ତୋର ହୃଦୟ ଖାଇବାକୁ ଇଚ୍ଛା କରିଛି। ମାଙ୍କଡ଼ ମନେ ମନେ ବୁଦ୍ଧି ଭାବିଲା, ହଁ ଆଚ୍ଛା, ମୁଁ ଯିବି ଯେ, କିନ୍ତୁ ମୋ ହୃଦୟ ତ ଗଛ ଉପରେ ରହିଗଲା। ମୋତେ ଗଛକୁ ଫେରାଇ ଦିଅ, ମୁଁ ତାହା ନେଇ ଆସିବି। କୁମ୍ଭୀର କହିଲା, ହଁ ଠିକ୍ ଅଛି। ମାଙ୍କଡ଼ ଫେରି ଯାଇ ଗଛ ଉପରକୁ ଚଢ଼ିଯାଇ କହିଲା, ଆରେ ଧୋକାବାଜ କୁମ୍ଭୀର, ହୃଦୟ କେବେ ଗଛ ଉପରେ ରହିପାରେ? ମୁଁ ତୁମ ଚାଲାକ ଧରିପାରିଲି। ଏମିତିରେ କୁମ୍ଭୀର ଲଜ୍ଜିତ ହୋଇ ଦୁଃଖରେ ଘରକୁ ଫେରିଗଲା। ଏହି ଗପ ଆମକୁ ଏହି ଶିକ୍ଷା ଦେଲା କି ଚତୁର ମଣିଷ ବିପଦ ମଧ୍ୟ ନିଜ ମୁଣ୍ଡ ଥଣ୍ଡା ରଖି ସମାଧାନ କରିପାରେ। ଧୋକା ଦେବା କି କରିବା ଉଚିତ ନୁହେଁ।